ଆଜିର ଏଇ ଯେଉଁ ଚକୋଲେଟ୍ ବାଇଟ୍ସଟି ମୁଁ କରିଥିଲି ବହୁତ ହି ଟେଷ୍ଟି ଓ ବହୁତ ହି କମ୍ ଜିନିଷରେ ହେଇଯାଏ। ମାର୍କେଟରୁ ତ ବହୁତ ଗୁଣ ଭଲ ଓ ଆପଣ ଆକୁ ଗିଲ୍ଟ ଫ୍ରି ବି ଏନ୍ଜୟ କରିପାରିବେ, ଆପଣଙ୍କ ଛୁଆକୁ ବି ଦେଇପାରିବେ। ତ ଦେଖନ୍ତୁ କେମିତି କରିଥିଲି। ମୁଁ ଏଇଠି 50% ଡାର୍କ ଚକୋଲେଟ୍ ନେଇଥିଲି। ଆପଣ 70% ଡାର୍କ ଚକୋଲେଟ୍ ଯଦି ନେବେ ତାହେଲେ ଗୋଟେ ଚାମଚ ଚିନି ଆଡ଼୍ କରିବାକୁ ବିଲକୁଲ ବି ଭୁଲିବେନି ଯେତେବେଳେ ଆକୁ ମେଲ୍ଟ କରିବେ। ଏମିତିରେ ତ କାଟିଲା ଟାଇମ୍ରେ ମୁଁ ଟିକେ ଟିକେ ଖାଇଦିଏ କାରଣ ମୋତେ ଚକୋଲେଟ୍ ବହୁତ ପସନ୍ଦ। ଦେଖନ୍ତୁ ଆକୁ ଏବେ କ'ଣ କରିବି, ମୁଁ ଡବଲ ବଏଲର ମେଥଡ଼ରେ ଆକୁ ମୁଁ ମେଲ୍ଟ କରିନେବି। ପୁରା 1-2 ମିନିଟ୍ରେ ପୁରା ମେଲ୍ଟ ହେଇଯାଏ। ତାକୁ ରଖି ସାଇଡ଼୍ରେ ଏବେ ଗୋଟେ ପ୍ୟାନ୍ ଗରମ କରିକି ସେଥିରେ କାଜୁ, ବାଦାମ ଓ କିଛି ମଖାନା ନେଇଥିଲି। ଆକୁ କ'ଣ କରିବା, ପୁରା ଏକଦମ ଲୋ ଫ୍ଲେମ୍ରେ 2-3 ମିନିଟ୍ ଟିକେ ଡ୍ରାଏ ରୋଷ୍ଟ କରିନେବା। ଆକୁ 1-2 ଥର ପଲ୍ସ ମୋଡ଼୍ରେ ଏମିତି ଟିକେ ଦରଦରା ପିସି ନେବା। ଆକୁ ଡିରେକ୍ଟଲି ଆମେ ଯେଉଁ ମେଲ୍ଟ କରିଥିବା ଚକୋଲେଟ୍ରେ ପକାଇ ନେବା। ଏଇଠି ମୁଁ ଦେଖନ୍ତୁ ମିକ୍ସ ଡ୍ରାଏ ନଟ୍ ନେଇଥିଲି। ଆପଣ ଚାହିଁଲେ ଏଇଠି ଅଲଗା ଅଲଗା ପମ୍ପକିନ୍ ସିଡ୍ বা ୱାଟରମେଲନ୍ ସିଡ୍ ସବୁ ନେଇପାରିବେ କାରଣ ଏଥିରେ ପ୍ରୋଟିନ୍ ରିଚ୍ ଥାଏ। ସେଇଥିପାଇଁ ଏଇଟା ବହୁତ ମାନେ ଏନର୍ଜି ବାର୍ ଟାଇପ୍ର କାମ କରିବ। ଆକୁ ନେଇକି ମୁଁ ଚକୋଲେଟ୍ ମୋଲ୍ଡରେ ଦେଇଦେଇଥିଲି। ଏଇଠି ଦେଖନ୍ତୁ ମୋତେ ଗିନା ଧୋଇବାକୁ ପଡ଼ିଲାନି, ମୋ ଝିଅକୁ ଚାଟଚୁଟିକି ପୁରା ସଫା କରିଦେଲା। ଆପଣ ବି ନିଶ୍ଚୟ ଥରେ ଏଇ ଗିଲ୍ଟ ଫ୍ରି ଚକୋଲେଟ୍ଟିକୁ ନିଶ୍ଚୟ କରନ୍ତୁ ଓ ଗିଲ୍ଟ ଫ୍ରି ଏନ୍ଜୟ କରନ୍ତୁ। ଆପଣ ଛୁଆକୁ ବି ଦିଅନ୍ତୁ, ବହୁତ ହି ବଢ଼ିଆ ଲାଗିବ, ବହୁତ ହି ଇଜି ଆଉ ଟେଷ୍ଟି ମଧ୍ୟ।